ଆନ୍ତର୍ଜାତିକ ଭାଷା ଦିବସ ପାଳିତ। ରାଇରଙ୍ଗପୁର 21/2/2026 ସ୍ଥାନୀୟ ପଡ଼ିଆ ଧର୍ମଶାଳାର ସାମାଜିକ ଓ ସାଂସ୍କୃତିକ ସଂଗଠନ ହିନ୍ଦୀ ଭାଷୀ ଆନୁକୂଲ୍ୟରେ ଆନ୍ତର୍ଜାତିକ ଭାଷା ଦିବସ ପାଳିତ ହୋଇଯାଇଛି। ହିନ୍ଦୀ ଭାଷୀ ଆବାହକ ବିଜୟ କୁମାର ରାମଙ୍କ ତତ୍ତ୍ୱାବଧାନ ଓ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିହାରୀ ଏକତା ସଂଘର ସଭାପତିତ୍ୱ ଶ୍ରୀ ଲାଲ ବାବୁ ସାଓ ସଭାପତିତ୍ୱ କରି ନିଜ ଭାଷାର ମହତ୍ତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜେଶ କୁମାର ପ୍ରଜାପତି ସ୍ୱାଗତ ସମ୍ଭାଷଣ ପ୍ରସ୍ତୁତ କରିଥିଲେ। ସର୍ବପ୍ରଥମେ ମା ସରସ୍ୱତୀଙ୍କୁ ସ୍ମରଣ କରି ଏହି କାର୍ଯ୍ୟକ୍ରମଟି ଶୁଭାରମ୍ଭ ହୋଇଥିଲା। ହିନ୍ଦୀ ଭାଷୀ ରମେଶ କୁମାର ଶାହ ସମସ୍ତ ଭାଷା ପ୍ରତ୍ସମ୍ମାନ ଜଣାଇଥିଲେ। ଚନ୍ଦ୍ରଭୂଷଣ ଛୋଟୁ ଯାଦବ, ବୈଦ୍ୟନାଥ ସାଓ, ରୂପେଶ ସାମଲ, ଅଙ୍କିତ ପାଡ଼ିଆ, ଅରୁଣ ମହାନ୍ତି, ମନୋରଞ୍ଜନ ହାଁସଦାହ, ବିନୋଦ ଦାସ, ଅବଦେଶ ମିଶ୍ର, କିଶୋର ରଜକ, ମଦନ ରଜକ, ଉଜ୍ଜଳ ଯାଦବ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା। ହିନ୍ଦୀ ଭାଷୀ ଲୋକନାଥ ଲିଲୁ ମହଲ ତାଙ୍କର ବକ୍ତବ୍ୟ ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।